ଅଞ୍ଚଳର ବୁଣାକାର, ମହୁଚାଷୀ, ଧୂପକାଠି ଏବଂ ଝୁଣା ପ୍ରସ୍ତୁତ କରୁଥିବା ଭାଇ ଭଉଣୀଙ୍କ କୁଟୀର ଶିଳ୍ପକୁ ବଞ୍ଚାଇ ରଖିବା ପାଇଁ ଦୀର୍ଘ 60 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅନୁଗୋଳରେ ଖଦି ଭଣ୍ଡାର ତାର ଉଦ୍ୟମ କରି ଆସିଛି। ତେବେ ବର୍ତ୍ତମାନ କାରିଗରଙ୍କ ମଜୁରୀ ସନ୍ତୋଷଜନକ ନଥିବାରୁ ଏହି କାରିଗରଙ୍କ ପରିବାର ବର୍ଗ ଅନ୍ୟ ବୃତ୍ତି ଆପଣାଇ ନେଇଛନ୍ତି। ଫଳରେ ଖଦି ଉତ୍ପାଦନ ହ୍ରାସ ପାଇ ଚାଲିଛି। ଏ ପରିସ୍ଥିତିରେ କିଛି ଗ୍ରାମ୍ୟ କାରିଗରଙ୍କ ଉଦ୍ୟମରେ ଖଦି ଭଣ୍ଡାର ଆଜି ମଧ୍ୟ ଅନୁଗୋଳରେ ତିଷ୍ଠି ରହିଛି। ଖଦି ଭଣ୍ଡାରର କର୍ମକର୍ତ୍ତାଙ୍କ ମତାମତକୁ ନେଇ ଆଜିର ଏହି ଉପସ୍ଥାପନା ଆପଣମାନଙ୍କ ପାଇଁ। ଅନୁଗୋଳରୁ ଜିଲ୍ଲା ପ୍ରତିନିଧି ଅଜୟ ଭାଇଙ୍କ ରିପୋର୍ଟ, ଅଷ୍ଟକିଳା ନ୍ୟୁଜ୍। ଯଥା କପଡ଼ା, ଧୋତି, ଗାମୁଛା, ଲୁଙ୍ଗି, ରୁମାଲ, ବେଡ଼ସିଟ୍ ଓ ଟସର ଶୀତ ବସ୍ତ୍ର ଏବେ ବିକ୍ରି କରାଯାଉଛି। ଆଗରୁ ନବଜୀବନ ମଣ୍ଡଳର ସୂତାକଟା କେନ୍ଦ୍ର ଓ ବୁଣେଇ କେନ୍ଦ୍ର ଚାଲିଥିଲା। ବିଭିନ୍ନ କାରଣରୁ ଏବଂ ସରକାରୀ ସହାୟତା ଅଭାବରୁ ତା ବନ୍ଦ ହୋଇଯାଇଛି। ଏବେ ମଣ୍ଡଳର ନିଜସ୍ୱ ସାଲେପୁର ଅଞ୍ଚଳର ମଣ୍ଡଳର ନିଜସ୍ୱ ବୁଣାକାରମାନଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା ଖଦି ସାମଗ୍ରୀ ଭଣ୍ଡାରରେ ବିକ୍ରି କରାଯାଉଛି। ଉକ୍ତ ଭଣ୍ଡାରଟି ଏବେ ନବଜୀବନ ମଣ୍ଡଳ କାର୍ଯ୍ୟାଳୟ ପରିସର ଭିତରେ ଚାଲୁଅଛି। ମୋ ନାଁ ମନ୍ମଥ କୁମାର ସାହୁ। ମୁଁ ଖଦି ଭଣ୍ଡାରର ପରିଚାଳକ। ଏଠି ଆମର ଖଦି ଭଣ୍ଡାରଟି ଦୀର୍ଘ ପରିସର ଭିତରେ ଦୀର୍ଘ 12-13 ବର୍ଷ ହେଲା ଅଛି। ଏଠି ଆମର ଖଦିର ଲୁଙ୍ଗି, ଗାମୁଛା, ବେଡ଼ସିଟ୍, କପଡ଼ା, ରେଡ଼ିମେଡ଼୍ ସାର୍ଟ, ସ୍କାର୍ଫ ଏଗୁଡ଼ିକ ସବୁ ବିକ୍ରି ହୁଏ। ଆଉ ଏଠି ଆମର ସପ୍ତାହକୁ ରବିବାର ଦିନଟି ବନ୍ଦ ରୁହେ। ଆଉ ପ୍ରତ୍ୟେକ ଦିନ 10:30ରୁ 1:30 ଯାଏ ଖୋଲା ରୁହେ। ପରେ ଗଭର୍ଣ୍ଣମେଣ୍ଟ ଯେତେବେଳେ ରିବେଟ୍ ଦେଉଥିଲା ସେତେବେଳକୁ ବିକ୍ରି ତା'ର ବହୁତ ଭଲ ଚାଲିଥିଲା। ଗଭର୍ଣ୍ଣମେଣ୍ଟ ରିବେଟ୍ ବନ୍ଦ କରିବା ପରେ ଆଉ ବିକ୍ରି ସେତେ ଭଲ ଚାଲିନି, ବିକ୍ରି କମିଯାଇଛି। ଆଉ ମୁଁ ବର୍ତ୍ତମାନ ଖଦି ପ୍ରଡକ୍ସନର ମ୍ୟାନେଜର ଦାୟିତ୍ୱରେ ରହିଛି। ଆଗରୁ ବହୁତ ପ୍ରଡକ୍ସନ ହେଉଥିଲା, ଖଦି ବୁଣାବୁଣି ଚାଲିଥିଲା, କିନ୍ତୁ ଏବେ ବୁଣାକାର ଆଉ ଖଦି ବୁଣିବା ପାଇଁ ରାଜି ନୁହନ୍ତି। ସେମାନଙ୍କର ମଜୁରୀ ମଧ୍ୟ ବଢ଼ିନାହିଁ। ସେଇଥିପାଇଁ ସେମାନେ ବୁଣାବୁଣି କରିବା ପାଇଁ ପଛଘୁଞ୍ଚା ହେଇଛନ୍ତି। ପ୍ରଡକ୍ସନ ବହୁତ କମିଯାଇଛି। ଆଉ ବର୍ତ୍ତମାନ ଲୋକ ବୁଣାକାର ତାଙ୍କ ପୁଅମାନେ ମଧ୍ୟ ଆଉ ବୁଣାବୁଣି କରୁନାହାନ୍ତି। ଯେଉଁମାନେ ବୁଣୁଥିଲେ ସେମାନେ ବର୍ତ୍ତମାନ ଚାଲିଗଲେଣି। ଆଉ ଏବେ ବୁଣାକାର ସବୁ ତନ୍ତଫନ୍ତ ସବୁ ବନ୍ଦ ହୋଇଯାଇଛି। ସେଇଥିପାଇଁ ଆମେ ଚେଷ୍ଟା କରୁଛୁ, କିନ୍ତୁ ଆଉ କୌଣସି ବିଷୟରେ ଏପର୍ଯ୍ୟନ୍ତ ସରକାରୀ ପ୍ରୋତ୍ସାହନ ପାଉନି। ଏଣୁ ଖଦି ଉତ୍ପାଦନ ନ ହେବା ଯୋଗୁଁ ଏବେ ସାରା ଓଡ଼ିଶାରେ ସେଭଳିଆ ପ୍ରତ୍ୟେକ କେନ୍ଦ୍ରମାନଙ୍କରେ ଯେମିତି ଚାଲିଥିଲା ଆଉ କିଛି ଚାଲୁନାହିଁ ସେଭଳି। ଆମର ବିକ୍ରି ଭଣ୍ଡାର ଅଛି, ସେ ବିକ୍ରି ଭଣ୍ଡାରରେ କିଛି ବିକ୍ରି ହେଉଛି।